ଆପଣ ଦେଖୁଛନ୍ତି ଏ ହେଉଛି ଦାଣ୍ଡିପଦା ଚଟାଣ। ଏଇ ଚଟାଣ ବ୍ୟସ୍ତବହୁଳ ରାସ୍ତା। ବାଲେଶ୍ୱରରୁ ଚନ୍ଦନେଶ୍ୱର ସବୁ ଯାଆନ୍ତି ଏ ରାସ୍ତାରେ। କିନ୍ତୁ ଦୁଃଖର ବିଷୟ କିଛି ଦିନ ପୂର୍ବରୁ ଏଠାରେ ଯେଉଁ ଠିକାଦାର କାମ କରୁଛନ୍ତି ପ୍ୟାଚିଂ କାମ, ଏଠାରେ ଏଇ ଡଷ୍ଟ ଗୁଣ୍ଡ ପକାଇ ରାସ୍ତାରେ ଗୋଟେ ମେଲି କରି ପଡ଼ିଥିଲା ଏବଂ ସେଥିରେ ବହୁତ ବାଇକ୍ ଆରୋହୀ ଖସିରି ପଡ଼ିବା ପରେ କିଛି ବାଇକ୍ ଆରୋହୀ ଇଞ୍ଜୁରି ମଧ୍ୟ ହୋଇଛନ୍ତି ଏବଂ ସିରିୟସ୍ ରୋଗୀ ମଧ୍ୟ ଡାକ୍ତରଖାନା ଧରିଛନ୍ତି। କମ୍ପ୍ଲେନ୍ ଗଲା ପରେ ଏଇ ଡଷ୍ଟ ଗୁଣ୍ଡିକୁ ସେ ସାଇଡ୍ କରିଛନ୍ତି ଏବଂ ଏବେ ଏଇ ଡଷ୍ଟ ଗୁଣ୍ଡି ସାଇଡ୍ ହୋଇଯାଇଛି। କିନ୍ତୁ ମୋର ଏଠି କହିବାର ଉଦ୍ଦେଶ୍ୟ ହେଉଛି ଯେଉଁ ଠିକାଦାରମାନେ ଏଇଭଳିଆ ରୋଡ଼ରେ କାମ କରୁଛନ୍ତି, ଯେଉଁ ସବୁ ମେଟାଲ ପକାଉଛନ୍ତି ବା ଚିପ୍ସ ପକାଉଛନ୍ତି ବା ଡଷ୍ଟ ଗୁଣ୍ଡି ପକାଉଛନ୍ତି, ସାଇଡ୍ କରି ପକାନ୍ତୁ ଏବଂ ଲୋକଙ୍କ ସୁରକ୍ଷା ପାଇଁ। ଏ ହେଉଛି ଦାଣ୍ଡିପଦା ଚଟାଣ ଆପଣ ଦେଖୁଛନ୍ତି। ଏଇ ଡଷ୍ଟ ଗୁଣ୍ଡି ପଡ଼ିଛି। ଏଟା ଆପଣ ଆଗରେ ଦେଖୁଛନ୍ତି ରୁଲର ପଡ଼ିଛି, ଏହାକୁ ପିଚ ଦେଇ ରାସ୍ତା କରିବା ପାଇଁ। ଏଇ ଡଷ୍ଟ ଗୁଣ୍ଡି କିଛି ଦିନ ପୂର୍ବରୁ ମେଲି ହୋଇ ପଡ଼ିଥିଲା ରାସ୍ତାରେ। ତେଣୁ ଆଶା କରୁଛି ସମସ୍ତ ଠିକାଦାର ବନ୍ଧୁମାନେ ଯେତେବେଳେ ମାଲ ପକାଉଛନ୍ତି ରୋଡ଼ରୁ ସାଇଡ୍ କରି ପକାନ୍ତୁ ଏବଂ ଜନସାଧାରଣଙ୍କୁ ସୁରକ୍ଷା ଦିଅନ୍ତୁ ଏବଂ ଯେଉଁମାନେ ପଥାରୋହୀ ଅଛନ୍ତି ବାଇକ୍ ବା ଅନ୍ୟ ଗାଡ଼ି, ସେମାନେ ସୁରକ୍ଷାରେ ଯାଇପାରିବେ। ଏ ହେଉଛି ଦାଣ୍ଡିପଦାର କିଛି ଦିନ ପୂର୍ବରୁ ଘଟଣା ଘଟିଥିଲା। ଏ ହେଉଛି ଦାଣ୍ଡିପଦା ଏବଂ ଏଇଠି ଡଷ୍ଟ ଗୁଣ୍ଡି ପଡ଼ିଛି। ଯାହା ହଉ ଆଗାମୀ ଦିନକୁ କୌଣସି ଠିକାଦାର ଭାଇମାନେ ସତର୍କ ରହି ରୋଡ଼କୁ ସୁରକ୍ଷା ଦିଅନ୍ତୁ। ଦାଣ୍ଡିପଦା ଚଟାଣରୁ ମୁଁ ରୋହିତ କୁମାର, KM ନ୍ୟୁଜ୍, ସ୍ୱାଭିମାନ।